ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ନୂଆହାତା ଗ୍ରାମ 55 ନମ୍ବର ଜାତୀୟ ରାଜପଥରେ ସଡ଼କ ଦୁର୍ଘଟଣାରେ ଜଣେ ମହିଳାଙ୍କର ମୃତ୍ୟୁ ହେବା ସହ ଚାଳକ ଜଣକ ଗୁରୁତର ହୋଇଛନ୍ତି। ମୃତ ମହିଳା ଜଣକ ହେଲେ ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ସାନ୍ଦା କୁମସି ଗ୍ରାମର 50 ବର୍ଷୀୟ ବୃଦ୍ଧ ମହିଳା କୁନି ନାୟକ। ସୂଚନା ଅନୁଯାୟୀ କୁନି ନାୟକ ଓ ତାଙ୍କ ପୁଅ ସନ୍ଦୀପ ନାୟକ ଓଡି 19J 7265 ନମ୍ବର ବିଶିଷ୍ଟ ଏକ ବାଇକ୍ ଯୋଗେ କଣ୍ଟାବଣିଆ ସ୍ଥିତ ନରେନ୍ଦ୍ରପୁର ଗ୍ରାମର ତାଙ୍କ ମାଉସୀ ଘର କାମରୁ ଫେରିଥିଲେ। କାମ ସାରି ଅପରାହ୍ନରେ ଘରକୁ ଫେରୁଥିବା ସମୟରେ 55 ନମ୍ବର ଜାତୀୟ ରାଜପଥରେ ବାଇକ୍କୁ ଏକ ପଛପଟୁ ଏକ ଟ୍ରକ୍ ଧକ୍କା ଦେଇଥିଲା, ଯାହାଫଳରେ ପୁଅ ସନ୍ଦୀପ ରାସ୍ତା ପାର୍ଶ୍ୱକୁ ବାଇକ୍ରୁ ସହ ଛିଟକି ପଡ଼ିଥିବା ବେଳେ ମା କୁନି ରାସ୍ତାରେ ପଡ଼ିଯାଇଥିଲେ। ସେହି ସମୟରେ ଟ୍ରକ୍ ଉପରେ ଚଢ଼ାଇ ଘଟଣାସ୍ଥଳରୁ ଫେରାର ହୋଇଥିଲା, ଯାହାଫଳରେ ମାର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ସ୍ଥାନୀୟ ଲୋକେ ଘଟଣା ବିଷୟରେ ପୁଲିସକୁ ସୂଚନା ଦେବା ପରେ ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଉତ୍ତେଜିତ ଲୋକଙ୍କୁ ବୁଝାସୁଝା କରି ଏକ ଆମ୍ବୁଲାନ୍ସ ସାହାଯ୍ୟରେ ମୃତଦେହକୁ ବ୍ୟବଚ୍ଛେଦ ନିମନ୍ତେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦେଇଥିଲେ। ଥାନା ଅଧିକାରୀ ଦୁର୍ଘଟଣାର ତଦନ୍ତ ଆରମ୍ଭ କରିବା ସହ ଦୁର୍ଘଟଣା ଘଟାଇଥିବା ଟ୍ରକ୍ର ସନ୍ଧାନ ପାଇଁ ବିଭିନ୍ନ ଦିଗରେ ତଦନ୍ତ ଆରମ୍ଭ କରିଛନ୍ତି।